କଥା ହେଉଛି ବିଜେଡ଼ିର ପ୍ରେସ୍ ମିଟ୍ ହଉ କି ଯୋଜନାବଦ୍ଧ ଭାବରେ ଅପପ୍ରଚାର କରୁଥିବା ବ୍ୟକ୍ତିମାନଙ୍କର ହଉ ଏ ସମସ୍ତ କଥାର ଗୋଟିଏ ଉତ୍ତର ବିକାଶ ଫାଉଣ୍ଡେସନ ବିଷୟରେ ଯେଉଁ କଥା ପଚାରୁଛନ୍ତି ବିକାଶ ଫାଉଣ୍ଡେସନ କ'ଣ ତାର କାର୍ଯ୍ୟ କ'ଣ ତାର ସ୍ପଷ୍ଟତା ୱେବସାଇଟ୍ରେ ତ ଅଛି। ଗତ 2 ଦିନ ଭିତରେ ସାମାଜିକ ଗଣମାଧ୍ୟମ ଏବଂ ଗଣମାଧ୍ୟମରେ ତାର ମଧ୍ୟ ସ୍ପଷ୍ଟ ଚିତ୍ର ଅଛି। ଯେଉଁମାନେ ଦେଖିବାକୁ ଚାହୁଁନାହାନ୍ତି ବା ଦେଖି ନ ଦେଖିଲା ଭଳିଆ ରହୁଛନ୍ତି ମୋର ସେଥିରେ କିଛି କହିବାର ନାହିଁ। ବାକି ହଳଦିଆ ଚଷମା ଯେଉଁ ଜଣ୍ଡିସ ରୋଗୀ କି ସବୁଆଡ଼େ ଯେମିତି ହଳଦିଆ ଦିଶେ, ଯିଏ ହଳଦିଆ ଚଷମା ପିନ୍ଧିବ ତାକୁ ହଳଦିଆ ଦିଶିବ, କଳା ଚଷମା ପିନ୍ଧିଲେ କଳା ଦିଶିବ। ତେଣୁ ଦେଖିବା କଥା ବାସ୍ତବତା ଏତେ କଥା ଡକୁମେଣ୍ଟ ଆସିଲା ପରେ ଏତେ ସ୍ପଷ୍ଟତା ଆସିଲା ପରେ ପୁଣି ବିକାଶ ଫାଉଣ୍ଡେସନ କ'ଣ ବିକାଶ ଫାଉଣ୍ଡେସନ ସ୍କୁଲ ଚଲାଉଛି, ବିକାଶ ଫାଉଣ୍ଡେସନରେ ଅଛନ୍ତି ମୃଦୁଳା ଠାକୁର, ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ତାକୁ ନେଇକି ଅସୁବିଧା କେଉଁଠି ଅଛି? କେଉଁ କଥାରେ ମାନେ ଯେଉଁ କଣ୍ଟା ବାଡ଼ରେ ଲୁଗା ପକେଇକି ଯେଉଁ ଲୁଗା କଳି କରିବା କଥା ସେଇ କଥା ହେଲା ଭଳିଆ ହେଉଛି। ସବୁ କଥା ସ୍ପଷ୍ଟ ହେଇଗଲା ପରେ ଗଣମାଧ୍ୟମରେ ସାମାଜିକ ଗଣମାଧ୍ୟମରେ ଯେଉଁମାନେ ପ୍ରଥମେ ସୋସିଆଲ ମିଡ଼ିଆରେ ୟାକୁ ଭୁଲ କଥା ପୋଷ୍ଟ କରିଥିଲେ ତାକୁ ଡିଲିଟ୍ କରିବା ଆରମ୍ଭ କଲେଣି। ସେତେବେଳେ ବିଳମ୍ବରେ ଏଭଳି କଥା କହିବାର ମାନେ କିଛି ନାହିଁ। ସବୁ କଥା ସ୍ପଷ୍ଟ। ଧର୍ମେନ୍ଦ୍ର ପ୍ରଧାନଙ୍କ ଜୀବନୀ ମୁଁ ତାକୁ 30 ବର୍ଷ ହେଲା ମିଶିଛି। ତାଙ୍କ ଜୀବନୀ, ତାଙ୍କର କାର୍ଯ୍ୟଶୈଳୀ, ତାଙ୍କର ଅର୍ଥନୈତିକ ପରିଚାଳନା ଖୋଲା ବହି, କୌଣସି ଅଭିଯୋଗ ନାହିଁ। ଲମ୍ବା ସମୟ କେନ୍ଦ୍ର ରାଜନୀତିରେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବରେ କାର୍ଯ୍ୟ କରୁଥିବା ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ଆଜି ପର୍ଯ୍ୟନ୍ତ ଏତେ ଦିନ କାଳ ପେଟ୍ରୋଲିୟମ ମନ୍ତ୍ରୀ ରହିଲେ, ହଜାର ହଜାର କୋଟି ଟଙ୍କାର କାରବାର ହେଲା, ଗୋଟିଏ ଛୋଟ ଅଭିଯୋଗ ବି ଆସିନି। କୌଣସି ବାଟ ନ ପାଇବାରୁ ଜଣେ ଲୋକକୁ ଛୋଟ ଦେଖାଇବା ପାଇଁ ଯାହା ବୋଲି ତା କପଳ କଳ୍ପିତ କରି କହିଲେ ତାକୁ ଲୋକ ବିଶ୍ୱାସ କରିବେ ନାହିଁ। ତାହା ସତ୍ୟ ନୁହେଁ, ଭିତ୍ତିହୀନ, ଅମୂଳକ। ଏକଥା ମୁଁ କେବଳ କହୁନାହିଁ, ଯାହାଙ୍କ ନାଁ ସେଥିରେ ଉଲ୍ଲେଖ କରାଯାଇଛି ସେମାନେ ବି ସ୍ପଷ୍ଟୀକରଣ ଦେଇ କହିସାରିଲେଣି ଆମେ ଏଥିରେ ସମ୍ପୃକ୍ତ ନାହୁଁ, ଆମେ କେବେ ଯାଇନାହୁଁ, ଆମର ସେଠି କୌଣସି ଦୁର୍ଦ୍ଧୃତକ ସମ୍ପର୍କ ନାହିଁ। ଏଭଳି କଥା କହିଲା ପରେ ବିଜେଡ଼ି ତାର ସେ ଏଇସବୁ କେଉଁଠୁ କେଉଁଠୁ ଦେଖିକିରି କ'ଣ କହିବାକୁ ବା କହିବା ପାଇଁ କହୁଛନ୍ତି, ମୁଁ ଆଉ ସେଥିରେ ମୋର କିଛି ଆପତ୍ତି ନାହିଁ।